ଆଜ୍ଞା ନମସ୍କାର। ଇଏ ପୃଥିବୀର ଗ୍ଲୋବ ମାନଚିତ୍ର। ଇଏ ଭାରତ ମହାସାଗର, ଇଏ ବଙ୍ଗୋପସାଗରରେ କିଛି ଏତେ ବର୍ଷା ଭୟଙ୍କର, କିନ୍ତୁ ବାତ୍ୟାର ସମ୍ଭାବନା ନାହିଁ। ଆଜିର ନ୍ୟୁଜ ମୁଁ ଦେଖୁଥିଲି, ମ୍ୟାପରୁ ଦେଖୁଥିଲି, କିନ୍ତୁ ଖାଲି ବର୍ଷା ହିଁ ବର୍ଷା, କୋଉଠି ବାତ୍ୟାର ସମ୍ଭାବନା ନାହିଁ। ଇଏ ଦେଖନ୍ତୁ ସିଙ୍ଗାପୁର ଇଣ୍ଡୋନେସିଆ ପାଖରେ ଗୋଟେ ଛୋଟିଆ ଲଘୁଚାପ ଘୂର୍ଣ୍ଣିଝଡ଼ଟା ସୃଷ୍ଟି ହେଇଛି, କିନ୍ତୁ ବାତ୍ୟାର ରୂପ ନେଇନାହିଁ, ଲେଟ୍ ହବ। ଆଉ ଏଠି ଚାଇନା ଆଉ ଜାପାନ ସାଇଡରେ ବି ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଇଛି ଭୟଙ୍କର ବାତ୍ୟା। ଗୋଟେ ଚାଇନା ତାଇୱାନ ପାଖରେ ଗୋଟେ 1999 ମସିହାର ବାତ୍ୟା ପରି ରୂପ ନେଇଛି। ଗୋଟେ 200+ ପବନ ବେଗ ହଉଛି, ସ୍ଥଳଭାଗ ହେଇଗଲାଣି, ସ୍ଥଳଭାଗ ଛୁଇଁଲାଣି। ଆଉ ଗୋଟେ ହଉଛି ଜାପାନର ଟିକେ ଦୂରରେ ପ୍ରଶାନ୍ତ ମହାସାଗରରେ, ସେଠି ଗୋଟିଏ ସେଇ ବଡ଼ ସମୁଦ୍ର ଭିତରେ ହେଇଛି। ଯୋଉ ସେପ୍ଟେମ୍ବର ଅକ୍ଟୋବର ମାସରେ ଭୟଙ୍କର ବର୍ଷା ବାତ୍ୟାର ସମ୍ଭାବନା। ଆଉ ଆପଣ ମାନଙ୍କୁ ମୁଁ ସେତିକି ଅନୁରୋଧ କରୁଛି, ଭୟଙ୍କର ଡରିବାର କିଛି ନାହିଁ। ଆପଣ ମାନେ ସେଥିପାଇଁ ସଚେତ ରୁହନ୍ତୁ। ଏସବୁ ଭୟଭୀତ ନୁହଁ, ଖାଲି ଜୋର ବର୍ଷା ହବ, ଆଉ ବର୍ଷା ସାଙ୍ଗରେ ବାତ୍ୟାର ସମ୍ଭାବନା ନାହିଁ। ଆଉ ଦଶହରା ପର୍ବ ବି ଭଲ ରକମ ମନେଇ ପାରିବା, ଭୟଭୀତ ହୁଅନ୍ତୁନି। ଆଜିର ମୁଁ କହୁଥିଲି, କିଛି ଟେନସନ ନେବାର କିଛି ନାହିଁ। ଧନ୍ୟବାଦ।